କଳ୍ପନା କରନ୍ତୁ ଏହି ଭୟଙ୍କର ଖରାରେ ଯଦି ବଜାରକୁ ଗଲେ ଗୋଟେ ଏସି କିଣିବା ପାଇଁ ଆଉ ଦୋକାନୀ କହିଲା ଯେ ଦାମ ହଠାତ୍ ବହୁତ ବଢ଼ିଯାଇଛି ଆଉ ବଜାରରେ ଏସିର ଘୋର ଅଭାବ। ସାଧାରଣତଃ ମନରେ ପ୍ରଶ୍ନ ଆସିବ ଯେ ହଠାତ୍ ଏମିତି କାହିଁକି ହେଲା। ଏକଦମ। ଆଉ କାରଣ ଖୋଜିବାକୁ ଗଲେ ହୁଏତ ଜଣାପଡ଼ିବ ଯେ ଆମେରିକାରେ ତିଆରି ହେଉଥିବା ଗୋଟେ ବିଶାଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡାଟା ସେଣ୍ଟର କିମ୍ବା ମଧ୍ୟପ୍ରାଚ୍ୟର କୌଣସି ଗୋଟେ ସମୁଦ୍ର ପଥରେ ହୋଇଥିବା ଅଚାନକ ଆକ୍ରମଣ ଏଥିପାଇଁ ଦାୟୀ। ମାନେ ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଆଜିର ଦୁନିଆରେ ବାସ୍ତବରେ ସବୁକିଛି ଏମିତି ହିଁ ପରସ୍ପର ସହ ଜଡ଼ିତ, ଗୋଟେ ବୁଢ଼ିଆଣୀ ଜାଲ ଭଳିଆ। ବିଲକୁଲ ଜାଲ ଭଳିଆ। ଆଉ ଏଇ ସବୁ ଜଟିଳ ସୂତାଗୁଡ଼ିକୁ ସହଜରେ ବୁଝିବା ହିଁ ଆଜିର ଆମର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଆଜି ହେଉଛି 19 ଏପ୍ରିଲ 2026 ରବିବାର। ଆଜିର ଏହି ଗଭୀର ଆଲୋଚନାରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଉ ଆମ ପାଖରେ ବିଭିନ୍ନ ସୂତ୍ରରୁ ଆସିଥିବା ବହୁତ ରୋଚକ ତଥ୍ୟ ସବୁ ରହିଛି। ହଁ, ପ୍ରଥମେ ଆମେ କଥା ହେବା ପଶ୍ଚିମ ଏସିଆର ଅଶାନ୍ତ ସ୍ଥିତି ଏବଂ ଭାରତୀୟ ବାଣିଜ୍ୟ ଉପରେ ଏହାର ପ୍ରଭାବ ବିଷୟରେ। ତାପରେ ଆଲୋଚନା କରିବା କେମିତି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଶ୍ୱର ଧାତୁ ବଜାରରେ ହଲଚଲ ସୃଷ୍ଟି କରୁଛି। ତା ସହିତ ଜାତୀୟ ରାଜନୀତି, ଖାସ୍ କରି ମହିଳା ସଂରକ୍ଷଣ ବିଲ୍ର ବିଫଳତା ଆଉ ଆମ ଓଡ଼ିଶା କ୍ୟାବିନେଟ୍ର କିଛି ବଡ଼ ନିଷ୍ପତ୍ତି ଉପରେ ବି ଆଲୋଚନା କରିବା। ଆଉ ଶେଷରେ ବିଶ୍ୱ ଜଳବାୟୁ ନୀତି ସହିତ ଆମ ଓଡ଼ିଶାରେ ଅନୁଭୂତ ହେଉଥିବା ଭୟଙ୍କର ଗ୍ରୀଷ୍ମ ପ୍ରବାହର କ'ଣ ସମ୍ପର୍କ ଅଛି ସେଇଟା ମଧ୍ୟ ଦେଖିବା। ତେବେ ଆସନ୍ତୁ ଆରମ୍ଭ କରିବା ମଧ୍ୟପ୍ରାଚ୍ୟରୁ। ମାନେ ସେଠିକାର ସ୍ଥିତି ଏବେ ବହୁତ ଉଦ୍ବେଗଜନକ ଅଛି। ହଁ, ପୁରା ଅଞ୍ଚଳଟା ଏବେ ଗୋଟେ ବାରୁଦ ସ୍ତୂପ ଉପରେ ବସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଆମେରିକା ଏବଂ ଇରାନ ଭିତରେ ଯେଉଁ ଶାନ୍ତି ଆଲୋଚନା ଚାଲିଥିଲା ନା, ସେଟା ବିନା କୌଣସି ଚୁକ୍ତିରେ ଶେଷ ହୋଇଛି। ମାନେ ସମ୍ପୂର୍ଣ୍ଣ ବିଫଳ। ଅବଶ୍ୟ ଗୋଟେ ଆଶ୍ୱାସନାର କଥା ଯେ ଇସ୍ରାଏଲ ଏବଂ ଲେବାନନ ଭିତରେ ଗୋଟେ 10 ଦିନିଆ ଯୁଦ୍ଧବିରତି ଘୋଷଣା କରାଯାଇଛି। କିନ୍ତୁ ସମୁଦ୍ର ପଥରେ ଉତ୍ତେଜନା କମିବାର ନାଁ ନେଉନି। ଇରାନ କହୁଛି ସେମାନେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବାଣିଜ୍ୟ ପାଇଁ ଖୋଲା ରଖିବେ। ହଁ, ଅଥଚ ଆମେରିକା ଇରାନର ପ୍ରମୁଖ ବନ୍ଦରଗୁଡ଼ିକ ଉପରେ ଏବେ ବି ନୌସେନା ଅବରୋଧ ବା ବ୍ଲକେଡ୍ ଜାରି ରଖିଛି। ଆଉ ଏସବୁ ଭିତରେ ଆମ ଭାରତ ପାଇଁ ସବୁଠୁ ଖରାପ ଖବର ହେଉଛି ହର୍ମୁଜ ପ୍ରଣାଳୀ ଦେଇ ଆସୁଥିବା ଆମର ଗୋଟେ ତୈଳ ଟ୍ୟାଙ୍କର ସାନ୍ ମାରା ହେରାଲ୍ଡ ଉପରେ ଆକ୍ରମଣ ହୋଇଛି। ଓହୋ, ଏଇଟା ତ ବହୁତ ବଡ଼ ଘଟଣା। ବିଲକୁଲ। କୁହାଯାଉଛି ଗୋଟିଏ ଜାହାଜ କୌଣସି ମତେ ସେଠାରୁ ଖସି ଆସିଲା, କିନ୍ତୁ ବାକି 4ଟି ଜାହାଜ ବାଧ୍ୟ ହୋଇ ଫେରିଯାଇଛନ୍ତି। ଆଉ ଏହାପରେ ଭାରତ ସରକାର ତୁରନ୍ତ ଇରାନର ରାଷ୍ଟ୍ରଦୂତଙ୍କୁ ଡକାଇଛନ୍ତି କଥା ହେବା ପାଇଁ। ମାନେ ମୁଁ ଏଠି ବୁଝିବାକୁ ଚାହୁଁଛି, ଗୋଟେ 2ଟି ଜାହାଜ ଫେରିଆସିଲେ ଭାରତୀୟ ଯୋଗାଣ ଶୃଙ୍ଖଳା ଉପରେ ଏତେ ବଡ଼ ପ୍ରଭାବ କେମିତି ପଡ଼ିବ? ଦେଖନ୍ତୁ, ଏଇଟାକୁ ବୁଝିବା ପାଇଁ ଆମକୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜର ଗୁରୁତ୍ୱ ବୁଝିବାକୁ ପଡ଼ିବ। ଏହା ଏମିତି ଗୋଟେ ସଂକୀର୍ଣ୍ଣ ରାସ୍ତା ଯେଉଁ ବାଟ ଦେଇ ବିଶ୍ୱର ପାଖାପାଖି 20% ତେଲ ଯିବାଆସିବା କରେ। 20%? ସେଟା ତ ବହୁତ ବଡ଼ ପରିମାଣ। ହଁ, ଆଉ ଭାରତ ନିଜ ଦରକାରୀ ତେଲର ଏକ ବଡ଼ ଅଂଶ ସେଇ ବାଟେ ହିଁ ଆଣେ। ଏବେ ଭାବନ୍ତୁ, ଗୋଟେ ବିଶାଳ ତୈଳ ଟ୍ୟାଙ୍କର ଯେତେବେଳେ ଅଧା ରାସ୍ତାରୁ ଫେରେ, ତାହା କିଛି ସାଧାରଣ ଟ୍ରକ୍ ରାସ୍ତା ବଦଳାଇବା ଭଳି ନୁହେଁ। ଲକ୍ଷ ଲକ୍ଷ ଡଲାରର ଇନ୍ଧନ ନଷ୍ଟ ହୁଏ, ଆଉ ଅନ୍ୟ ରାସ୍ତାରେ ଆସିବାକୁ ଅନେକ ସପ୍ତାହ ବି ଲାଗିଯାଏ। ଆଚ୍ଛା, ମାନେ ଏଇଟା ଯେମିତି ଗୋଟେ ବ୍ୟସ୍ତବହୁଳ ରାଜପଥରେ ହଠାତ୍ ଗୋଟେ ଅନିଶ୍ଚିତ ଟୋଲ୍ ଗେଟ୍ ବା ବ୍ୟାରିକେଡ୍ ବସାଇ ଦେବା ଭଳି କଥା, ଯୋଉଠୁ ଆମର ଅତ୍ୟାବଶ୍ୟକୀୟ ଜିନିଷ ସବୁବେଳେ ଆସୁଛି। ଏକଦମ ଠିକ୍। ଆଉ ସେଇ ଅଟକିବା ଯୋଗୁଁ ଆରମ୍ଭ ହୁଏ ମୁଦ୍ରାସ୍ଫୀତି, କମ୍ପାନୀଗୁଡ଼ିକର ଇନ୍ସ୍ୟୁରାନ୍ସ ପ୍ରିମିୟମ୍ ଆକାଶଛୁଆଁ ହୋଇଯାଏ, ଆଉ ସେଇ ଖର୍ଚ୍ଚ କାହା ଉପରେ ପଡ଼େ? ସାଧାରଣ ଗ୍ରାହକଙ୍କ ମୁଣ୍ଡରେ। କେବଳ ତେଲ ନୁହେଁ, ପ୍ରତିଟି କଞ୍ଚାମାଲର ଦାମ ବଢ଼ିଯାଏ। ସେଥିପାଇଁ ଏହି ନୌସେନା ଅବରୋଧ ଆମ ଅର୍ଥନୀତି ପାଇଁ ଗୋଟେ ଲମ୍ବା ସମୟର ସଙ୍କଟ। ସତ କଥା। ଆଉ ଏହାର କେବଳ ଅର୍ଥନୈତିକ ନୁହେଁ, ଗୋଟେ ବଡ଼ ମାନବିକ ଦିଗ ବି ଅଛି, ଖାସ୍ କରି ଆମ ଓଡ଼ିଶା ପାଇଁ। କାରଣ ହଜାର ହଜାର ଓଡ଼ିଆ ମଧ୍ୟପ୍ରାଚ୍ୟରେ ରହି କାମ କରୁଛନ୍ତି। ହଁ, ଗଲ୍ଫ ଅଞ୍ଚଳରେ ବହୁତ ଲୋକ ଅଛନ୍ତି ଆମର। ଆଉ ଏଇ ଉତ୍ତେଜନା ଭିତରେ ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୁରୀ ପୁରା ତୀକ୍ଷ୍ଣ ନଜର ରଖିଛନ୍ତି। ସେଠାରେ ଫସିଥିବା ଓଡ଼ିଆମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ମୁତାବକ ଭାରତ ଇରାନରୁ ପ୍ରାୟ 600 ନାଗରିକଙ୍କୁ ଏୟାରଲିଫ୍ଟ କରିସାରିଲାଣି। ଅବଶ୍ୟ ୟୁଏଇରୁ ଏବେ ବିମାନ ଚଳାଚଳ ସ୍ୱାଭାବିକ ଅଛି। ମାନେ ଦେଖନ୍ତୁ, ଯୁଦ୍ଧ କୋଉଠି ହଉଛି, ଆଉ ଆମ ଓଡ଼ିଶାର ଗାଁରେ ବାପା ମାଙ୍କର ନିଦ ହଜିଯାଉଛି। ଏଇଟା ପ୍ରମାଣ କରୁଛି ଯେ ଆନ୍ତର୍ଜାତୀୟ ରାଜନୀତି କେତେ ସିଧାସଳଖା ଆମ ଘର ଭିତରେ ପଶିଲାଣି। ସତରେ। ତେବେ ମଧ୍ୟପ୍ରାଚ୍ୟର ଏହି ସଙ୍କଟ ଖାଲି ତେଲ ବଜାରରେ ଅଟକି ନାହିଁ।
ଆମର ପରବର୍ତ୍ତୀ ଖବର ଦର୍ଶାଉଛି ଯେ ଏହା ବିଶ୍ୱର ଶକ୍ତି ନୀତି ଆଉ ଧାତୁ ବଜାରକୁ ସମ୍ପୂର୍ଣ୍ଣ ବଦଳାଇ ଦେଉଛି। S&P ଗ୍ଲୋବାଲର ଗୋଟେ ରିପୋର୍ଟ ଆସିଛି। ଆଚ୍ଛା, କ'ଣ କହୁଛି ସେ ରିପୋର୍ଟ? ରିପୋର୍ଟ ଅନୁସାରେ କଞ୍ଚାମାଲ ବଜାରର ଯେଉଁ ମାନ୍ଦାବସ୍ଥା ଥିଲା ନା, ସେଇଟା ଶେଷ ହୋଇଛି ଆଉ ଔଦ୍ୟୋଗିକ ଧାତୁଗୁଡ଼ିକର ଦର ହଠାତ୍ ବହୁତ ବଢ଼ିଯାଇଛି। ଆଉ ସବୁଠୁ ମଜା କଥା ହେଉଛି, ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି AI ଅସ୍ତ୍ର ପ୍ରତିଯୋଗିତା ବା AI ଆର୍ମସ୍ ରେସ୍କୁ। ଏଇଟା ବହୁତ ଇଣ୍ଟରେଷ୍ଟିଂ କଥା। ମୋର ଏଇଠି ଗୋଟେ ଡାଉଟ୍ ଅଛି, ମାନେ AI ତ ଗୋଟେ ସଫ୍ଟୱେର୍ ନା, ତା ସହ ଏଇ ବାସ୍ତବ ଜଗତର ଧାତୁ ବା ମେଟାଲର ସମ୍ପର୍କ କ'ଣ? ବହୁତ ଭଲ ପ୍ରଶ୍ନ। ଆମେ ସାଧାରଣତଃ ଭାବୁ ଯେ AI ମାନେ କେବଳ ଇଣ୍ଟରନେଟ୍ ଭିତରେ ଥିବା କିଛି ଗୋଟେ ପ୍ରୋଗ୍ରାମ। କିନ୍ତୁ ଏଇ ସଫ୍ଟୱେୟାରକୁ ଚଲାଇବା ପାଇଁ ବଡ଼ ବଡ଼ ଡାଟା ସେଣ୍ଟର ତିଆରି ହେଉଛି, ମାନେ ଗୋଟେ ଗୋଟେ ଷ୍ଟାଡିୟମ ଠାରୁ ବି ବଡ଼ ଘର। ସେଠି ତ ବହୁତ ସର୍ଭର ଥିବ। ବିଲକୁଲ, ଲକ୍ଷ ଲକ୍ଷ ସର୍ଭର ଚାଲୁଛି। ସେଗୁଡ଼ିକୁ ଯୋଡ଼ିବା ପାଇଁ ହଜାର ହଜାର କିଲୋମିଟରର ତମ୍ବା ତାର ଦରକାର। ଆଉ ସର୍ଭର ଏତେ ଗରମ ହୁଏ ଯେ ତାକୁ ଥଣ୍ଡା ରଖିବାକୁ ବିଶାଳ ଆଲୁମିନିୟମ କୁଲିଂ ପାଇପ୍ ଆବଶ୍ୟକ। ତେଣୁ AI ପାଇଁ ଏତେ ବିପୁଳ ଧାତୁ ଦରକାର ହେଉଛି। ଓହୋ, ଏହାର ଅର୍ଥ AI ଏକ ବିଶାଳ ଭ୍ୟାକ୍ୟୁମ୍ କ୍ଲିନର ଭଳି ବାସ୍ତବ ଜଗତର ଧାତୁଗୁଡ଼ିକୁ ଶୋଷି ନେଉଛି। ଆଉ ତଥ୍ୟରୁ ବି ସେଇଆ ଜଣାପଡ଼ୁଛି। ଖବର ଅଛି ଯେ ବେଦାନ୍ତ କମ୍ପାନୀର ଆଲୁମିନିୟମ ଏବଂ ଜିଙ୍କ ଉତ୍ପାଦନ ବହୁମାତ୍ରାରେ ବଢ଼ିଛି, ଅଥଚ ସେମାନଙ୍କର ଲୁହାପଥର ଆଉ ତୈଳ ଉତ୍ପାଦନ କମିଛି। ହଁ, ବଜାରରେ କାହାର ଚାହିଦା ବଢ଼ୁଛି ତାହା ସ୍ପଷ୍ଟ। ଆଉ ଖାଲି ଧାତୁ ନୁହେଁ, ଏଇ ଡାଟା ସେଣ୍ଟର ଚଳାଇବାକୁ ପ୍ରଚୁର ବିଦ୍ୟୁତ୍ ବି ଦରକାର। ଏବେ ଭାବନ୍ତୁ, ଗୋଟେ ପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗ୍ୟାସ୍ ଯୋଗାଣରେ ବାଧା, ଆଉ ଅନ୍ୟପଟେ AI ଯୋଗୁଁ କରେଣ୍ଟର ଚାହିଦା ବଢ଼ି ଚାଲିଛି। ଆଉ ଏଇ ଦ୍ୱନ୍ଦ୍ୱର ସବୁଠୁ ବଡ଼ ଶିକାର ହୋଇଛି ଇଟାଲୀ। ମାନେ ଇଟାଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ନିଜର କୋଇଲା ଚାଳିତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ 2038 ପର୍ଯ୍ୟନ୍ତ ଚାଲୁ ରଖିବେ। ଆଶ୍ଚର୍ଯ୍ୟର କଥା ଯେ ଏଗୁଡ଼ିକ 2025 ସୁଦ୍ଧା ବନ୍ଦ ହେବାର ଥିଲା। ମାନେ ଗୋଟେପଟେ ଆମେ AI ଭଳିଆ ନୂଆ ଜ୍ଞାନକୌଶଳ ଆଡ଼କୁ ଯାଉଛୁ, ଆଉ ଅନ୍ୟପଟେ ଇଟାଲୀ ପୁଣି ସେଇ ପୁରୁଣା ପ୍ରଦୂଷଣକାରୀ କୋଇଲା ଆଡ଼କୁ ଫେରୁଛି। ଏଟା କେମିତିକା ବିରୋଧାଭାସ! ଏଇଠି ଅର୍ଥନୀତି ପରିବେଶ ଉପରେ ଭାରି ପଡ଼ିଯାଉଛି। ଆମେ ସୌରଶକ୍ତି ବା ପବନ ଶକ୍ତି କଥା କହୁଛେ ସିନା, କିନ୍ତୁ ସେଗୁଡ଼ିକ ତ ସବୁବେଳେ ସ୍ଥିର ନୁହେଁ। ଖରା ନଥିଲେ କରେଣ୍ଟ ନାହିଁ। କିନ୍ତୁ ଶିଳ୍ପ ଆଉ ଡାଟା ସେଣ୍ଟରକୁ ତ 24 ଘଣ୍ଟା କରେଣ୍ଟ ଦରକାର ନା, ଯାହାକୁ ବେସ୍ ଲୋଡ୍ କୁହାଯାଏ। ହଁ, ତାଙ୍କୁ ତ ଅଟକିଲେ ଚଳିବନି। ସେଇଥିପାଇଁ ଯେତେବେଳେ ଯୁଦ୍ଧ ଯୋଗୁଁ ଗ୍ୟାସ୍ ଆସିବା ବନ୍ଦ ହେଲା, ଇଟାଲୀ ଭୟଭୀତ ହୋଇଗଲା। ଦେଶକୁ ଅନ୍ଧାରରୁ ବଞ୍ଚାଇବାକୁ କୋଇଲା ହିଁ ଗୋଟେ ମାତ୍ର ନିର୍ଭରଯୋଗ୍ୟ ବାଟ ତାଙ୍କ ପାଇଁ। ତେଣୁ ପରିବେଶ ଗଲା ଚୁଲିକି ସେମାନେ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହେଲେ। ବାସ୍ତବରେ ଏହା ଦର୍ଶାଉଛି ଯେ ଆର୍ଥିକ ଚାପ କେମିତି ସବୁଠୁ ବଡ଼ ନୀତିକୁ ବି ବଦଳାଇ ଦିଏ। ଆଚ୍ଛା, ନୀତିଗତ ଅବରୋଧର କଥା ଯେତେବେଳେ ଉଠିଛି, ଆସନ୍ତୁ ଆମ ନିଜ ଦେଶର ରାଜନୀତି ଉପରେ ଟିକେ ନଜର ପକାଇବ। ସେଠି ଗୋଟେ ବହୁତ ବଡ଼ ରାଜନୈତିକ ଝଟକା ଲାଗିଛି। ଆପଣ ସେଇ ମହିଳା ସଂରକ୍ଷଣ ବିଲ୍ କଥା କହୁଛନ୍ତି ତ? ହଁ, ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ବିଫଳ ହୋଇଯାଇଛି। ଗତ 12 ବର୍ଷ ଭିତରେ କେନ୍ଦ୍ରରେ NDA ସରକାରଙ୍କ ପାଇଁ ଏହା ହେଉଛି ପ୍ରଥମ ବଡ଼ ବିଧାନସଭା ପରାଜୟ। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନାରୀ ଶକ୍ତିର ବିଶ୍ୱାସଘାତକତା ବୋଲି କହିଛନ୍ତି। କିନ୍ତୁ ଅନ୍ୟପଟେ ବିରୋଧୀ ଦଳଗୁଡ଼ିକୁ କହୁଛନ୍ତି ଯେ ଏହି ପ୍ରସ୍ତାବଟି ସମ୍ପୂର୍ଣ୍ଣ ରୂପେ ତ୍ରୁଟିପୂର୍ଣ୍ଣ ଥିଲା। ଏଠି ଆମକୁ ଉଭୟ ପକ୍ଷର କଥା ବୁଝିବାକୁ ପଡ଼ିବ। କୌଣସି ବି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବା ପାଇଁ ବ୍ୟାପକ ସହମତି ଦରକାର। ବିରୋଧୀମାନେ ଏହାକୁ ତ୍ରୁଟିପୂର୍ଣ୍ଣ କହୁଛନ୍ତି, ମାନେ ହୁଏତ ସଂରକ୍ଷଣ ଭିତରେ କେଉଁ ବର୍ଗର ମହିଳାଙ୍କୁ କେମିତି ପ୍ରତିନିଧିତ୍ୱ ମିଳିବ ସେ ନେଇ ଗଭୀର ମତଭେଦ ଅଛି। ଏଇଟେ ପ୍ରମାଣ କରୁଛି ଯେ ଆମ ଗଣତନ୍ତ୍ରରେ ସମସ୍ତଙ୍କୁ ଏକାଠି ନେଇ ଚାଲିବା କେତେ କଠିନ। ବିଲକୁଲ, ଆମେ ଏଠି କାହାରି ପକ୍ଷ ନେଉନାହୁଁ, କିନ୍ତୁ ଆଇନ ତିଆରି ପ୍ରକ୍ରିୟା ଯେ କେତେ ଜଟିଳ ତାହା ସ୍ପଷ୍ଟ। ଅନ୍ୟାନ୍ୟ ଖବର ଭିତରେ ମହାରାଷ୍ଟ୍ରରେ ସୁନେତ୍ର ପାୱାର ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଆଉ ଗୋଟେ ଖବର ହେଉଛି ଡିଲିମିଟେସନ୍ ପ୍ରସଙ୍ଗ। କେନ୍ଦ୍ରୀୟ ନେତାମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ୍ କରୁଛନ୍ତି। ଏଇ ଡିଲିମିଟେସନ୍ଟା ପ୍ରକୃତିରେ କ'ଣ? ଦକ୍ଷିଣ ଭାରତୀୟ ନେତାମାନେ ଏତେ ବ୍ୟସ୍ତ କାହିଁକି? ଦେଖନ୍ତୁ, ଡିଲିମିଟେସନ୍ ମାନେ ହେଲା ଜନସଂଖ୍ୟା ହିସାବରେ ଲୋକସଭା ଆଉ ବିଧାନସଭା ସିଟ୍ଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରିବା। ଏବେ ସମସ୍ୟା ହେଉଛି, ତାମିଲନାଡୁ ଭଳି ଦକ୍ଷିଣ ରାଜ୍ୟଗୁଡ଼ିକ ବହୁତ ଭଲ ଭାବେ ନିଜ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି, କିନ୍ତୁ ଉତ୍ତର ଭାରତରେ ଜନସଂଖ୍ୟା ବଢ଼ିଛି। ଆଚ୍ଛା,
ତାମାନେ ଯଦି ଏବେ ନୂଆ ହିସାବ ହେବ ତେବେ ଉତ୍ତର ଭାରତକୁ ଅଧିକ ସିଟ୍ ମିଳିବ। ଏକଦମ ସେଇଆ। ଦକ୍ଷିଣ ରାଜ୍ୟଙ୍କର ଯୁକ୍ତି ହେଉଛି ଆମେ ଭଲ କାମ କରି ଜନସଂଖ୍ୟା କମାଇଲୁ ଆଉ ତା ବଦଳରେ ଆମକୁ ଦଣ୍ଡ ମିଳିବ, ଆମର କ୍ଷମତା କମିଯିବ। ସେଇଥିପାଇଁ ଏହାକୁ ନେଇ ଏତେ ବିବାଦ। ବୁଝିଲି। ମାନେ କେନ୍ଦ୍ର ସ୍ତରରେ ନୀତିଗୁଡ଼ିକ ଏମିତି ବିବାଦରେ ଅଟକି ଯାଉଛି, କିନ୍ତୁ ଆମ ଓଡ଼ିଶାରେ ଚିତ୍ରଟା ପୁରା ଅଲଗା। ଦିଲ୍ଲୀରେ ଯେତେବେଳେ ଗୋଟେ ବଡ଼ ନୀତି ଅଟକିଛି, ଓଡ଼ିଶା କ୍ୟାବିନେଟ୍ ବିନା ବାଧାରେ ଐତିହାସିକ ନିଷ୍ପତ୍ତି ସବୁ ନେଉଛି। ହଁ, ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ନା? ହଁ, ଓଡ଼ିଶା ସରକାର ମେଡିକାଲ ଏବଂ ଇଞ୍ଜିନିୟରିଂ ସିଟ୍ରେ ଏସ୍ଟି ବା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ 22.5%କୁ ବୃଦ୍ଧି କରିଛନ୍ତି। ସେହିପରି ଏସ୍ସି ବର୍ଗଙ୍କ ପାଇଁ ଏହାକୁ 16.25% ଆଉ ଏସ୍ସିବିସି ପାଇଁ 11.25%କୁ ବଢ଼ାଯାଇଛି। ଆଉ ଗୋଟେ ମଜା କଥା ହେଲା, ରାଜ୍ୟ ଯୋଜନା ବୋର୍ଡର ନାଁ ବଦଳାଇ ସିଟି ବା ଏସ୍ଆଇଟିଆଇ ରଖାଯାଇଛି। ମାନେ ରାଜ୍ୟ ସ୍ତରରେ ଏତେ ଦ୍ରୁତ ନିଷ୍ପତ୍ତି ସାଧାରଣ ଯୁବପିଢ଼ିଙ୍କୁ କେମିତି ସାହାଯ୍ୟ କରିବ? ଏହା ହିଁ ତ ଆମ ଫେଡରାଲ ବା ସଂଘୀୟ ବ୍ୟବସ୍ଥାର ମଜା। କେନ୍ଦ୍ରରେ ଯାହା ଚାଲୁଥାଉ, ରାଜ୍ୟ ନିଜ ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେଇପାରିବ। ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ବୃଦ୍ଧିର ସିଧାସଳଖ ଲାଭ ଆମ ଗାଁ ଗହଳିର ଆଦିବାସୀ ଏବଂ ଦଳିଚୁ ପିଲାମାନଙ୍କୁ ମିଳିବ। ଯେଉଁମାନେ ସୁବିଧା ଅଭାବରୁ ପଛରେ ପଡ଼ୁଥିଲେ, ସେମାନେ ଏବେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ପଢ଼ି ନିଜ ପରିବାରର ଆର୍ଥିକ ସ୍ଥିତି ବଦଳାଇ ପାରିବେ। ଆଉ ସେଇ ଯୋଜନା ବୋର୍ଡର ନାଁ ସିଟି ରଖିବା କଥାଟା? ସେଇଟା ଦର୍ଶାଉଛି ଯେ ସରକାର ଏବେ ପୁରୁଣା ଢାଞ୍ଚାରୁ ବାହାରି ଆଧୁନିକ ଚିନ୍ତାଧାରା ଆଉ ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ ଉପରେ ଜୋର ଦେଉଛନ୍ତି। ଏହା ଭବିଷ୍ୟତ ପାଇଁ ଏକ ଭଲ ପ୍ରସ୍ତୁତି। ଭବିଷ୍ୟତ କଥା ଉଠିଲେ ମନରେ ଗୋଟେ ଭୟ ଆସୁଛି। ଆମେ ଯୁବପିଢ଼ିଙ୍କ ପାଇଁ ଚାକିରି ଆଉ ଶିକ୍ଷାର ବ୍ୟବସ୍ଥା ତ କରୁଛୁ, କିନ୍ତୁ ସେମାନେ ବଞ୍ଚିବାକୁ ଗୋଟେ ଭଲ ପରିବେଶ ପାଇବ ତ? ଏବେ ଆସନ୍ତୁ ଆଲୋଚନା କରିବା ଜଳବାୟୁ ପରିବର୍ତ୍ତନ ବିଷୟରେ। ଖବର ଅଛି ଯେ ବିଶ୍ୱସ୍ତରରେ ରିନ୍ୟୁଏବଲ୍ସ ବା ନବୀକରଣଯୋଗ୍ୟ ଶକ୍ତି ବର୍ତ୍ତମାନ ସମୁଦାୟ ଶକ୍ତି କ୍ଷମତାର 49% ଛୁଇଁଲାଣି। ଏଥିରେ ସୌରଶକ୍ତିର ବଡ଼ ଅବଦାନ ଅଛି। ଏହା ତ ଗୋଟେ ବହୁତ ପଜିଟିଭ ଖବର। ହଁ, ଖଟା ଶୁଣିବାକୁ ବହୁତ ଭଲ ଲାଗୁଛି, କିନ୍ତୁ ମାନେ ଯଦି ସୌରଶକ୍ତି 49% ହୋଇଗଲାଣି, ତେବେ ଓଡ଼ିଶାରେ ଆମେ କାହିଁକି ଏତେ ଗରମରେ ସିଝୁଛୁ? ଏପ୍ରିଲ ମାସରେ ଏମିତି ଖରା ଯେ ବୌଦ୍ଧ ଜିଲ୍ଲାରେ ତ ସ୍କୁଲ କଲେଜକୁ 5 ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଟା କେମିତିକା ବିରୋଧାଭାସ? ଦେଖନ୍ତୁ, 49% କ୍ଷମତା ମାନେ ଏହା ନୁହେଁ ଯେ ଆମେ ବ୍ୟବହାର କରୁଥିବା ଅଧା କରେଣ୍ଟ ସୂର୍ଯ୍ୟରୁ ଆସୁଛି। ସେଇଟା କେବଳ ଆମର କ୍ଷମତା। ବାସ୍ତବରେ ଆଜି ବି ବିଶ୍ୱର ଅଧିକାଂଶ କରେଣ୍ଟ ସେଇ କୋଇଲା ଆଉ ତେଲରୁ ହିଁ ତିଆରି ହେଉଛି। ମାନେ ସେଟା କେବଳ କାଗଜପତ୍ରରେ 49%। ହଁ, ଆଉ ଦ୍ୱିତୀୟ କଥା ହେଲା, ଜଳବାୟୁରେ ଗୋଟେ ଲେଟେନ୍ସି ବା ବିଳମ୍ବ ଥାଏ। ଆମେ ଗତ 50 ବର୍ଷ ଧରି ଯେଉଁ ଧୂଆଁ ଆଉ କାର୍ବନ ବାୟୁମଣ୍ଡଳକୁ ଛାଡ଼ିଛୁ ନା, ତାରି ଫଳ ଆଜି ବୌଦ୍ଧ ଜିଲ୍ଲାର ପିଲାମାନେ ଭୋଗୁଛନ୍ତି। ଆଜି ଆମେ ସୋଲାର ପ୍ୟାନେଲ ଲଗାଇଲେ କାଲି ସକାଳକୁ ଦୁନିଆ ଥଣ୍ଡା ହୋଇଯିବ ନାହିଁ? ବାପରେ, ସତରିଆ ବହୁତ ଚିନ୍ତାଜନକ। ଆଉ ଏତିକିବେଳେ ଆମେରିକାର ଯେଉଁ ଖବର ଆସିଛି ତା ଆହୁରି ଡରାଉଛି। ସେଠି ଟ୍ରମ୍ପ ପ୍ରଶାସନ ଗଲ୍ଫ ଅଫ୍ ମେକ୍ସିକୋରେ ତେଲ ଖନନ ପାଇଁ ଏଣ୍ଡେଞ୍ଜର୍ଡ ସ୍ପିସିସ୍ ଆକ୍ଟ ବା ବିଲୁପ୍ତପ୍ରାୟ ପ୍ରଜାତି ଆଇନକୁ କୋହଳ କରିଦେଇଛନ୍ତି। ଆଉ ସେ ପାରଦ ନିୟନ୍ତ୍ରଣ ବା ମର୍କ୍ୟୁରୀ ଷ୍ଟାଣ୍ଡାର୍ଡସକୁ ବି ତ ହଟାଇ ଦିଆଯାଇଛି ନା? ହଁ, ବାଇଡେନ ସରକାରଙ୍କ ସମୟର ସେଇ ମର୍କ୍ୟୁରୀ ନିୟମକୁ ପ୍ରତ୍ୟାହାର କରାଯାଇଛି। ଆଉ ଏହାକୁ ନେଇ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା ବା ଇପିଏ ବିରୋଧରେ କୋର୍ଟରେ ମାମଲା ମଧ୍ୟ ହୋଇଛି। ଆମେ ତ ନିରପେକ୍ଷ ଭାବେ ଖବରଟା କହୁଛୁ, କିନ୍ତୁ ଆପଣ ବୁଝାଇବେ କି ଏହି ଆଇନଗୁଡ଼ିକୁ କୋହଳ କଲେ ତେଲ ଉତ୍ପାଦନ କେମିତି ବଢ଼ିବ? ନିଶ୍ଚୟ। ଏହି ଆଇନଗୁଡ଼ିକ ଗୋଟେ ବ୍ରେକ୍ ଭଳିଆ କାମ କରେ। ଉଦାହରଣ ସ୍ୱରୂପ, ସମୁଦ୍ରର ଯେଉଁ ଜାଗାରେ କିଛି ବିରଳ ପ୍ରଜାତିର ମାଛ ଅଛନ୍ତି, ଏହି ଆଇନ ଯୋଗୁଁ ତୈଳ କମ୍ପାନୀ ସେଠି ଖୋଳି ପାରିବେ ନାହିଁ। କିନ୍ତୁ ଆଇନ କୋହଳ ହେଲେ ସେମାନେ ସହଜରେ ସେଠି ପଶିବେ। ଆଉ ମର୍କ୍ୟୁରୀ ଷ୍ଟାଣ୍ଡାର୍ଡସ୍ କଥା ଯଦି କହିବା, କୋଇଲା ପୋଡ଼ିଲେ ବିଷାକ୍ତ ପାରଦ ବାହାରେ। ଆଗରୁ କମ୍ପାନୀଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ଟର ଲଗାଇବାକୁ ପଡ଼ୁଥିଲା। ଏବେ ସେ ନିୟମ ନାହିଁ, ମାନେ ସେମାନେ ଶସ୍ତାରେ ନିର୍ବାଧ ଉତ୍ପାଦନ କରିବେ। ମାନେ ଏଠି ଅର୍ଥନୀତି ଆଉ ପରିବେଶ ଭିତରେ ସିଧାସଳଖ ଲଢ଼ାଇ ଚାଲିଛି। ସେମାନେ କହୁଛନ୍ତି ଦେଶର ଲାଭ ପାଇଁ ତେଲ ଦରକାର, କିନ୍ତୁ ପରିବେଶବିତ୍ କହୁଛନ୍ତି ଏହାର ମୂଲ୍ୟ ବହୁତ ଭୟଙ୍କର ହେବ। ଏକଦମ। ସେଇ ଭୟଙ୍କର ମୂଲ୍ୟ କିଏ ଦଉଛି? ବୌଦ୍ଧ ଜିଲ୍ଲାର ସେଇ ଛୋଟ ଛୋଟ ସ୍କୁଲ ପିଲାମାନେ, ଯେଉଁମାନଙ୍କର ପାଠପଢ଼ା ଖରା ଯୋଗୁଁ ବନ୍ଦ ହୋଇଯାଇଛି। ଆମେରିକାରେ ନିଷ୍ପତ୍ତି ନିଆଯାଉଛି, ଆଉ ଆମ ଓଡ଼ିଶାରେ ଆମେ ସିଝୁଛୁ। ବାୟୁମଣ୍ଡଳର ତ କୌଣସି ବର୍ଡର ନାହିଁ ନା? ଠିକ୍ କଥା।
ସେଥିପାଇଁ ଆମେ ପ୍ରଥମରୁ କହୁଥିଲୁ ଯେ ସବୁକିଛି ପରସ୍ପର ସହ ବୁଢ଼ିଆଣୀ ଜାଲ ଭଳିଆ ଛନ୍ଦି ହୋଇଛି। ଆମେ କୌଣସି ଗୋଟିଏ ବିଷୟକୁ ଅଲଗା କରି ଦେଖିପାରିବା ନାହିଁ। ସତରେ ଆଜିର ଆଲୋଚନା ଆମକୁ ଅନେକ କିଛି ଭାବିବାକୁ ବାଧ୍ୟ କରୁଛି। ଯଦି ଆଜିର ସମସ୍ତ ବିଷୟକୁ ଆମେ ଏକାଠି କରିବା, ତେବେ ଚିତ୍ରଟା ବହୁତ ସ୍ପଷ୍ଟ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଆମର ସମୁଦ୍ରପଥ ଅଟକି ଯାଉଛି ଆଉ ଦରଦାମ ବଢ଼ୁଛି। ଅନ୍ୟପଟେ ଆମେ ଏଆଇ ନାମକ ନୂଆ ଟେକ୍ନୋଲୋଜି ପଛରେ ଏମିତି ଦୌଡ଼ୁଛୁ ଯେ ତାହା ଧାତୁ ବଜାରକୁ ଶୋଷି ନେଇ ଶକ୍ତି ସଙ୍କଟ ସୃଷ୍ଟି କଲାଣି। ଆଉ ସେଇଥିପାଇଁ ଇଟାଲୀ ପୁଣି କୋଇଲା ପୋଡ଼ିବା ଆରମ୍ଭ କଲାଣି। ବିଲକୁଲ। ଆଉ ନିଜ ଦେଶ ଭିତରେ ଦେଖିଲେ ମହିଳା ବିଲ୍ ଆଉ ଡିଲିମିଟେସନ ଭଳି କଥା ରାଜନୈତିକ ବିବାଦରେ ଛାନ୍ଦି ହୋଇଯାଇଛି। ଅଥଚ ଆମ ଓଡ଼ିଶା ଶିକ୍ଷା ଆଉ ସଂରକ୍ଷଣ କ୍ଷେତ୍ରରେ ଦ୍ରୁତ ପଦକ୍ଷେପ ନେଉଛି। ଆଉ ଏସବୁ ଭିତରେ ଜଳବାୟୁ ସଙ୍କଟ ଭୟଙ୍କର ରୂପ ନେଉଛି। ହଁ, ବିକାଶର ଦୌଡ଼ରେ ଆମେ ପ୍ରକୃତି ସହ ଏକ ଭାରସାମ୍ୟ ରଖିବା ନିହାତି ଜରୁରୀ। ଆଉ ଆଲୋଚନା ଶେଷ କରିବା ପୂର୍ବରୁ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ନୂଆ ଆଉ ଗଭୀର ପ୍ରଶ୍ନ ଛାଡ଼ି ଯାଉଛୁ। ଆଜି ଆମେ ଦେଖିଲେ ଯେ ଏଆଇର ବୃଦ୍ଧି ଧାତୁ ଆଉ କରେଣ୍ଟର ଚାହିଦାକୁ କଳ୍ପନାତୀତ ଭାବେ ବଢ଼ାଇ ଦେଇଛି। ତେବେ ଭବିଷ୍ୟତରେ କ'ଣ ହେବ? ଆମର ଏହି ଅତ୍ୟାଧୁନିକ ଟେକ୍ନୋଲୋଜିର କ୍ଷୁଧା କ'ଣ ଆମ ପୃଥିବୀର ପ୍ରାକୃତିକ ସହନଶୀଳତାକୁ ଟପିଯିବ କି? କିମ୍ବା ଏମିତି ବି ହୋଇପାରେ ଯେ ଏଇ ଜଳବାୟୁ ସଙ୍କଟ ଆଉ ପ୍ରକୃତିର ରୁଦ୍ର ରୂପ ହିଁ ଶେଷରେ ଆମର ଏଇ ବୈଶ୍ୱିକ ଦୌଡ଼ରେ ହଠାତ୍ ଗୋଟେ ବ୍ରେକ୍ ଲଗାଇବାକୁ ବାଧ୍ୟ କରିବ। ବହୁତ ଚିନ୍ତାଜନକ କଥା। ଏହା ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ଆମକୁ ଆସନ୍ତା କିଛି ବର୍ଷ ଭିତରେ ନିଶ୍ଚୟ ଖୋଜିବାକୁ ପଡ଼ିବ। ତେବେ ଆଜିର ଏହି ଗଭୀର ଆଲୋଚନାରେ ଭାଗ ନେଇ ଏହି ଜଟିଳ ପ୍ରସଙ୍ଗଗୁଡ଼ିକୁ ଏତେ ସହଜରେ ବୁଝାଇଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ। ଆଉ ଆମ ଶ୍ରୋତାମାନଙ୍କୁ ବି ଶେଷ ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିଥିବାରୁ କୃତଜ୍ଞତା ଜଣାଉଛୁ। ଏହି ଚିନ୍ତାଧାରା ସହିତ ଆଜି ପାଇଁ ଆମେ ବିଦାୟ ନେଉଛୁ।